ସାଙ୍ଗମାନେ ଅନ୍ୟ କାହାକୁ ଗଭୀର ପ୍ରେମରେ ବାନ୍ଧିଲେ ସମ୍ପର୍କ ପ୍ରଗାଢ଼ ହେବା ସହ ବିଶ୍ୱାସର ମୂଳଦୁଆ ମଧ୍ୟ ପଡ଼ିଥାଏ। ଏଣୁ ନିବିଡ଼ତା ନିମନ୍ତେ ସବୁଠାରୁ ପ୍ରମୁଖ ଆବଶ୍ୟକତା ହେଲା ନିରନ୍ତର ପ୍ରେମ। ତେଣୁ ସାଙ୍ଗମାନେ ନାରୀ ପୁରା ଜୀବନରେ ଦୁଇଟି ଜିନିଷ ଲୁଚାଇଥାଏ, ଗୋଟିଏ ନିଜ ଇଚ୍ଛା ଓ ଅନ୍ୟଟି ନିଜର କଷ୍ଟ। ତେଣୁ ତାଙ୍କୁ କୁହାଯାଏ ସେଥିପାଇଁ ମା। ସାଙ୍ଗମାନେ ଏ ଶରୀର ତୁମର ନା ତୁମେ ଶରୀରର। ଏହା ଅଗ୍ନି, ବାୟୁ, ଜଳ, ପୃଥିବୀ, ଆକାଶରେ ତିଆରି ଓ ସେଥିରେ ଦିନେ ମିଶିଯିବ। ପରନ୍ତୁ ଆତ୍ମା ସ୍ଥିର ଅଟେ। ପୁଣି ତୁମର ଏ ମିଥ୍ୟା ଗର୍ବ କ'ଣ ପାଇଁ? ଜୀବନରେ କେବେ କାହା ପଛରେ ଦୌଡ଼ ନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି, କିନ୍ତୁ ତୁମେ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇବ। ସାଙ୍ଗମାନେ ଭୁଲରେ ବି ନିଜ ହୃଦୟର କଥା ଅନ୍ୟ କାହାକୁ କହିବ ନାହିଁ, କାହିଁକି ନା ଏଠି କାଗଜ ବି କିଛି ସମୟ ମଧ୍ୟରେ ଖବରକାଗଜ ହୋଇଯାଇଥାଏ। ସାଙ୍ଗମାନେ ଯଦି ସେବକ ସୁଖ ଚାହେଁ, ଭିକାରୀ ମାନ ଚାହେଁ, ବେସନୀ ଧନ ଚାହେଁ, ବେଭିଚାରୀ ମୁକ୍ତି ଚାହେଁ, ଲୋଭୀ ଯଶ ଚାହେଁ, ତେବେ ଧରି ନେବାକୁ ହେବ ଯେ ସମସ୍ତେ ଆକାଶରୁ ଦୁଗ୍ଧ ଦହନ କରିବାକୁ ଚାହୁଁଛନ୍ତି। ତେଣୁ ସାଙ୍ଗମାନେ ଚାଲନ୍ତୁ ଆଜିର ଅନୁଚିନ୍ତା ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଚ୍ୟାନେଲରେ ନୂଆ ଥିବେ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିଦେବେ। ତେଣୁ ବର୍ତ୍ତମାନ ଦେଖିପାରୁଛନ୍ତି ସାଙ୍ଗମାନେ ସକାଳ 7ଟା ବାଜିଲାନି, ସୂର୍ଯ୍ୟ ମହାପ୍ରଭୁ ଏବଂ ତାଙ୍କ ପ୍ରକାଶ ଦେଇ ନାହାନ୍ତି। ତେଣୁ ଆଜିର ଏହି ଶୁଭ ସକାଳରେ ସମସ୍ତଙ୍କୁ ସୁସ୍ୱାଗତମ ଜଣାଇ ଆରମ୍ଭ କରୁଛି ଆଉ ଏକ ନୂତନ ବ୍ଲଗ୍। ଚାଲନ୍ତୁ ସାଙ୍ଗମାନେ ଶେଷ ପର୍ଯ୍ୟନ୍ତ ବ୍ଲଗ୍କୁ ଉପଭୋଗ କରିବା, ନିଶ୍ଚିନ୍ତ ମଜା ଆସିବ। ଗୋଟେ ଇଣ୍ଟରେଷ୍ଟିଂ ଜିନିଷ, ଆଜି ଗୋଟେ ଇଣ୍ଟରେଷ୍ଟିଂ ଜିନିଷ ଆପଣମାନଙ୍କୁ ଦେଖେଇବି, ଯେଉଁ ଜିନିଷ କି ସାଧାରଣତଃ ବର୍ତ୍ତମାନ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ସେ ଜିନିଷଟାକୁ ଆପଣ ଦେଖିଲେ ଯେ କେହି ଦେଖିବ, ସାଧାରଣତଃ ବର୍ତ୍ତମାନ ଯେଉଁ ୟଙ୍ଗ ଜେନେରେସନ୍ ତା ନାଁ ଜାଣିନଥିବେ, ତା କ'ଣ କହନ୍ତି, ୱାନ୍ ଟାଇପ୍ ଅଫ୍ ଇତିହାସ। ତେଣୁ ଏମିତି ଗୋଟେ ଜିନିଷ ଦେଖେଇବି ଆପଣମାନଙ୍କୁ, ଆପଣମାନେ ଜାଣିଲେ ବହୁତ ଇଣ୍ଟରେଷ୍ଟିଂ ମଧ୍ୟ ଲାଗିବ। ସେ ଜିନିଷଟା କ'ଣ ଆପଣମାନେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ ସେ ଜିନିଷଟା କ'ଣ। ତେଣୁ ଆଜି ହେଉଛି ରବିବାର, ଗତକାଲି ଶନିବାର ଥିଲା। ଆପଣମାନେ ଜାଣନ୍ତି ମୁଁ ଶୁଦ୍ଧ ଶାକାହାରୀ, ମାନେ ମତଲବ ବିନା ପିଆଜ ରସୁଣ, ଆମିଷ ପିଆଜ ରସୁଣ ମୁଁ ଖାଏ ନାହିଁ। ଘରେ ମଧ୍ୟ ବାପା ବୋଉ ଖାଆନ୍ତିନି, ପ୍ରାୟ ଖାଆନ୍ତିନି। ତେଣୁ ବାର ଦେଖିଲେ ରବିବାର ବୁଧବାର ବାପା ବୋଉ ଟିକେ ଆମିଷ ଖାଆନ୍ତି। ସେମାନେ ଆମିଷ ପିଆଜ ରସୁଣ ଖାଆନ୍ତି, ଯେଉଁଠି ବାହାରକୁ ଗଲେ ଖାଆନ୍ତି, ବଟ୍ ଘରେ ହୁଏନି। କିନ୍ତୁ ରବିବାର ବୁଧବାର ସେ ତାଙ୍କ ପାଇଁ ଅଲଗା ରୋଷେଇ, ବାପା ବୋଉ ସେ ତାଙ୍କର ଆମିଷ ଖାଆନ୍ତି। ତେଣୁ ବାପା ଦିନେ ଚିନ୍ତା କଲେ ଆମର ଗୋଟେ ଯୋଡ଼ ସେଠି ଅଛି, ତେଣୁ ସେଠି ପାଣି ଶୁଖି ଧୀରେ ଧୀରେ ଗଲାଣି, ଗଡ଼ିଲାଣି। ବାପା କ'ଣ କଲେ, ଗୋଟେ କାଲି 4ଟା ବେଳେ ଗୋଟେ ଜିନିଷ, ଗୋଟେ କାଠିରେ ତିଆରି, ବାଉଁଶ କାଠିରେ ତିଆରି ଗୋଟେ ଜିନିଷ ନେଇ ସେଠି ସେ ପାଣି ଯେଉଁଠି ଚାଲିଛି ବସାଇଦେଲେ। ତା ଦେହରେ ପ୍ରଚୁର ମାତ୍ରାରେ ମାଛ ମଧ୍ୟ ଆଜି ପଡ଼ିଛନ୍ତି। ସେ ଦେଖାଉଛି ମୁଁ ଆପଣମାନଙ୍କୁ ବ୍ୟାକ୍ କ୍ୟାମେରାରେ। ବାପା ଆମର ଯାଇ ସକାଳୁ ଏଇଟାକୁ ଆଣିକିରି ଆସିଲେ, ତା ଦେହରେ ପୁରା ପ୍ରଚୁର ମାତ୍ରାରେ ମାଛ ପଡ଼ିଛନ୍ତି। ଦେଖିପାରୁଛନ୍ତି ସାଙ୍ଗମାନେ, ପୁରା କେତେ ମାଛ ଆ ଦେହରେ ପୁରା ଭରି ଯାଇଛନ୍ତି, ହାରାହାରି କେଜିଏ 1.5 କେଜି ଖଣ୍ଡେ ମାଛ, ମାନେ ପୁରା ଚୁନା ମାଛ, ଯେଉଁଟାକୁ ଅତି ମୋ ବୋଉର ସବୁଠୁ ଟିକେ ପ୍ରିୟ ଥିଲା। ତେଣୁ ଏଇଟାକୁ ଦେଖିପାରୁଛନ୍ତି ଆପଣମାନେ, ଏଇଟା କେମିତି ତିଆରି ହେଇଛି। ଏଇ ଯେଉଁ ସରୁ ସରୁ ଫୋର, ଏଇପଟରେ ପାଣି ମୁହଁରେ ଯିବ, ଏଇ ଯେଉଁ ସରୁ ସରୁ ଫୋରରେ ଏଥିରେ ମାଛ ଏଇ ବାଟେ ପଶିବେ। ତେଣୁ କେତେ ମାଛ ବାହାରିଛି ଆସିଛି ମୁଁ ଆପଣମାନଙ୍କୁ ଦେଖେଇଦେବି। ହାରାହାରି ଦେଖିପାରୁଛନ୍ତି, ଆଉ ମାଛଟା ବାହାରିବ ଏଇ ବାଟେ, ପୁରା ପ୍ରଚୁର ମାଛ ହେଇଛନ୍ତି ଆଜି ପୁରା। ଏ ଜିନିଷଟା କ'ଣ ସାଙ୍ଗମାନେ ଆପଣମାନେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ, ଯେଉଁମାନେ ଭିଡ଼ିଓ ଦେଖୁଛନ୍ତି ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଦେଖେଇବେ, କହିବେ ନିଶ୍ଚିନ୍ତ ଏ ଜିନିଷଟାକୁ କ'ଣ କହନ୍ତି। କେତେ ସୁନ୍ଦର ହେଇଛି। ଆଉ ଏକାଥରେ ପାଣି ଯେଉଁଠି ଚାଲୁଥିବ ଏମିତି ନେଇ ସେଠି ଏମିତି ଥୋଇଦେଲେ, ପାଣି ଏଇ ବାଟେ ଯାଉଛି, ମାଛ ଏଇ ବାଟେ ପଶିକି ତା ଭିତରେ ସବୁ ରହିବେ, ଆଉ ବାହାରି ପାରିବେ ନାହିଁ। ସବୁ ଚୁନା ମାଛ, ପୁରା ଫାଇନ୍ ମାଛ, ଯାହାକୁ ପିଓର ଦେଶୀ ମାଛ, ଆଉ ପୁରା ସଜ ମାଛ। ତେଣୁ ସାଙ୍ଗମାନେ ଆଜି ଆମ ରବିବାର, ଆମ ଘରେ ମୋ ବାପା ବୋଉଙ୍କର ଆଜି ଆମିଷ ହେବ ସାଙ୍ଗମାନେ। ତେଣୁ ସାଙ୍ଗମାନେ ଚାଲନ୍ତୁ ଯିବା, ଗାଈ ଫାଇ ଟିକେ ଦୁଇଁବା, ତାପରେ ଆମେ ସେ ପରିବା ମୁଁ ଡାକୁଥିଲେ
ତାଙ୍କୁ ଟିକେ ସହଯୋଗ କରିବା 2-3 ଦିନ ଧାନ କଟାରେ, ସିଏ ମୋତେ ମଧ୍ୟ ସହଯୋଗ କରିବେ। ଚାଲନ୍ତୁ ସାଙ୍ଗମାନେ। କେଉଁ ଗୋଟେ ବାହାରିଲା? ଏ ଗୋଟେ ହେଲା ସାଙ୍ଗମାନେ, ଦେଖିପାରୁଛନ୍ତି ଆମର ଏତିକି ମାଛ ଆଜି ହାରାହାରି କେଜିଏ ପାଖାପାଖି ପୁରା ପୁରା ବାପା କହୁଛନ୍ତି ଅଧିକା ମାଛ ହେବ, ପୁରା ଚୁନା ମାଛ ପୁରା ଜମେଇକିରି ବାପାଙ୍କ ବୋଉର ଆଜି ପୁରା ଆନନ୍ଦ କହିଲେ ନ ସରେ। ବଢ଼ିଆ ମାଛ ଆଜି। ତେଣୁ ସାଙ୍ଗମାନେ ଇଏ ଜିନିଷ ଯନ୍ତ୍ରଟା ନାଁ କ'ଣ ଆପଣମାନେ ନିଶ୍ଚିନ୍ତ କହିବେ, କେମିତି ବାହାରୁଛି କ'ଣ ବାଟେ। ଏଇ କଡ଼ ବାଟେ ବାହାରିଲା। ସାଙ୍ଗମାନେ ବର୍ତ୍ତମାନ ଆମେ ପରିବାମୁ ଯାଉଛନ୍ତି। ପରିବାମୁଙ୍କର ଯେଉଁ ନଦୀ କୂଳ ଜମି ଆଜି ଧାନ କଟା ହେବ, ସେ ସକାଳୁ କହିଲେ ତାଙ୍କୁ ଟିକେ ମୁଁ 2-4 ଦିନ ସାହାଯ୍ୟ କରିଦେଲେ ତାଙ୍କର ସିଏ ମୋତେ ବି ମଧ୍ୟ ସାହାଯ୍ୟ କରିବେ, ଯେମିତି ରୁଆ ରୁଇ ବେଳେ ହେଇଥିଲା। ତେଣୁ ମାନେ ଆମେ ଯିବା, ବିଲରେ ପହଞ୍ଚିଲେ ମୁଁ ଦେଖେଇବି। ବାଟରେ ଟିକେ କ୍ଷୀର ଓମ୍ଫେଡ଼ରେ ଦେଇଦେବା, ତେଣୁ ଯିବା। ଆସି ସାଙ୍ଗମାନେ ପାଇକା କୂଳେ, ମହାନଦୀର ଶାଖା ନଦୀ ପାଇକା କୂଳେ ଆସି ପହଞ୍ଚିଗଲୁ। ସାଇକେଲ ଗଛ ମୂଳେ ରହିଲା। ବର୍ତ୍ତମାନ ଏଇଠୁ ସେ ଗଛ ପର୍ଯ୍ୟନ୍ତ ଆମେ ଯିବା। ସେଠି ଗୋଟେ ଜ୍ୱର ଯାଇଛି ପାଟନାଳୀ, ସେଠିକି ଆମେ ଯିବା। ପରିବାମୁ ଆଗରେ ଚାଲିଛନ୍ତି। ଯେଉଁ ଜମି ରୋଇବାକୁ ଆସିଥିଲୁ ଗୋଟେ ମନେ ପଡ଼ୁଛି, ସେଇ ଜମି ଠେଉଣି ଜମି। ତେଣୁ ବର୍ତ୍ତମାନ ସେଇଠିକି ଯିବା। ଗୋଟେ ଧାନ ଯାହା ଯେମିତି ବଢ଼ିଆ ହେଇଛି, ବ୍ଲାକ୍ ଡାଇମଣ୍ଡ ଧାନ, ଏଇଟା ଗୋଟେ ସୁନ୍ଦର ମଧ୍ୟ ହେଇଛି। ବାଲି ଜମି ଏସବୁ ଧାନ, ଟିକେ ୱେଟେଜ୍ ଧାନ, ସେଠି ସେଥିପାଇଁ ପୁରା ସାଇଜ୍ରେ ପାରି ହେଇଯାଇଛି କେତେ ସୁନ୍ଦର ଭାବରେ। ବାଉଁଶ ସେଇଠି ପଡ଼ିନି କି? ବାଉଁଶ ସେଇ ଯେଉଁ ଇଏ ଗେଟ୍ କରୁଥିଲେ ବାଉଁଶ ପଡ଼ିଯିବା। ଏପଟରେ କିଛି ଚାଷୀ ଶାରଦ ଧାନ ରୋଇ ନଥିଲେ, ଏଇଟା ବାଲି ଜମି ବୋଲିକିରି ପାଣି ଶୁଖିଯାଏ ଉଚ୍ଚ ଜମିଟା ବୋଲି ବିରି ପକାଇଥିଲେ। ବିରିଟା ଭଲ ମାଡ଼ିଛି, 1 ନମ୍ବର ବିରି ଯାହା କହୁଛନ୍ତି ପରିବାକୁ 1 ନମ୍ବର ବିରି ହେଇଛି। ତେଣୁ କ'ଣ ଏପର୍ଯ୍ୟନ୍ତ ସାଉଁଳି ହେଉଛି, ହେଇନି, ହେବ ଆଉ। ଛୁଇଁ ଗୋଟା ଗୋଟା ଗାଳିଲାଣି। ସାଉଁଳି ହେଉଛି ଆଉ। ସୁନ୍ଦର ହେଇଛି ବିରି। ଏ ଏରିଆରେ ବିରି ହଏ, ଗୁଣ୍ଠ ପିଛା ହାରାହାରି 15 କିଲୋ 20 କିଲୋ ଭଳିଆ ଫଳେ। ହଁ ଗୁଣ୍ଠ, ତାମାନେ 30-35 କିଲୋ କଥା କହୁଛ? ହଁ ତାହେଲେ ମୁଁ କହିଲି କମ୍। ମାନେ ସାଙ୍ଗମାନେ ଆପଣ ଶୁଣିଥାନ୍ତୁ, ପରିବାମୁ କହୁଛନ୍ତି ଏପଟରେ 30-35 କିଲୋ ଗୁଣ୍ଠ ପିଛା ଫଳେ। ଆପଣ ଜାଣିଛନ୍ତି, ଯଦି ଏକରେ ବିରି ଆପଣ କରିଦେବେ, 25 ଗୁଣ୍ଠ ଜମି ଯଦି ଆପଣ ବିରି କରିଦେଲେ, ତାହେଲେ ଆପଣ ହିସାବ କରନ୍ତୁ କେତେ 5-7 କୁଇଣ୍ଟାଲ ଭଳିଆ ଫଳିବ। 5-7 କୁଇଣ୍ଟାଲ ବିରି ଯଦି ଫଳିଲା, ବିରି ତାହେଲେ 25 ଗୁଣ୍ଠୁ ଏକରରେ କେତେ ହେଲା? ନା 30 କିଲୋ 36 କିଲୋ ଫଳ, 30 କିଲୋ ଏତେ ହେଉଥିବ। 6 ଗୁଣ୍ଠ ଜମିରୁ 45 ଗଣି ହେଲା ବେଳକୁ 6-7 42, ମାନେ 7 ଗଣିରୁ ଅଧିକା। ହଁ ଆଉ ଗଉଣୀଟା ସାଧାରଣତଃ ସାଙ୍ଗମାନେ ଆପଣ ମନେ ରଖନ୍ତୁ 5 କେଜିରୁ 6 କେଜି ହୁଏ। 45 ଆଉ 6 କିଲୋ, ଆଉ 424, 2 କୁଇଣ୍ଟାଲ 40 କିଲୋ, 530, 2 କୁଇଣ୍ଟାଲ 70 କିଲୋ ବିରି। କୁଇଣ୍ଟାଲ ବିରି ଯଦି 8,000 ଟଙ୍କା ହୁଏ, 19-20 ହଜାର ଟଙ୍କା ଏଠି ମିଳିଗଲା 6 ଗୁଣ୍ଠ ଜମିରୁ। ଆଉ କ'ଣ ଅଛି? ଧାନ ସିଜିନରେ ଧାନ, ବିରି ସିଜିନରେ ବିରି। ଆଉ ସେ ଧାନ ବ୍ରେକ୍ କରିକିରି ବିରି ପକାଇ ଦେଇଥିଲେ, ଧାନ କଲେନି, ବିରି ଖାଲି ବିରି କଲେ। ଏ ଧାନ ସବୁ ତ ମେସିନ୍ ପଶିବ ସବୁ, ନୁହଁ? ଭିଆଁ ଘର କୋଉଠି ଏଠି ବିଲ ହେଇଯିବ ନା କ'ଣ? ଏଇଟା ଧାନ ତ ଭଲ ହେଇଛି, ଧାନ ତ ସବୁ ମଥା ନୁହଁ ହେଇଗଲାଣି। ସବୁ ଆଗେ ନା, ଏଇଟା ଭିଆଁ ଘର ନା? ଆରେ ଏପଟରେ ତ ହେଇନି ସାର, ଏପଟେ ତ ସାର ହେଇନି। ହଁ ଏଇଟା କ'ଣ କି ଧାନ କି ଏଇଟା? ଆଉ କେବଳ ପୂଜା ଧାନରେ ସାର ନାହିଁ, ଧାନ ବଢ଼ିଆ ହେଇଛି, କିଛି ଅସୁବିଧା ନାହିଁ।
धान जमी बिरी सेमती एपटे बाली जमी पूरा कषि देइछन्ती न हाँ 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 ताला से मुंडर काटी आसिया सांगने इक्यारे आसी आम पहुँची गलु इक्यारे रोई थलु इक्यारे आसी पहुँची गलु ताला से मुंडर काटी आसिया जो पटु रोई थले बिरी अमूल्य आमर तो बिरी एटा बढ़िया है कि गंठी इक्यारी पाखे आसी सांगने आसी आम मझी पहुँची गलु सांग मैंने धान कियारी सब हरा हरा देखा जाउछि सतरे जमी धरणी राणी हसुची पाचिला धान कियारी केटे सुंदर देखा जाउछि प्राकृतिक परिवेश सांग मैंने केमती लगुच आपण मैंने निश्चिंत कमेंट माध्यम जनइबे मोर मन अच्छी छुआ बेले पढ़ी गोटे गुप्त धन तृतीय क्लास रे पढ़ला बेले तेणु मत लगे जमी ये धान कियारी हूँ गुप्त धन मनीषर तीन पुओ ना चारि पुओ थे आउ तांका बापा शेष बेले पचारे ये जो पड़ियाटा अच्छी तादरे मु किसी गुप्त धन पोती खोलिले पाइब जो तीन चारि भाई खोली खोली किसी न पाइले शेष भर गोटे भाई कहला आम तो एत खोली हड़े करदे तो कि धान बुणीदे धान बुणीदेला धान है एमती यही जो पाचिगला लाल देखागला से पूरा स्वर्णमय देखागला तेणु ता भर कहले यही बोधे से गुप्त धन था बापा आमको कही थिले तेणु सांग मैंने देखूँ चाषीर प्रकृत दुख ये सुख हूँ यहीटा देखीदे चाषीर पेट पूरी जाए प्रकृति जो मैंने चाष कर तालु झाड़ तली पारे मारी मैंने एतिकी देखिले खुशी हो जाए और बाकी अमल कर घरे रखिले आनंद कहले न सर परिया रेडी हो गले आम कियारी पाखे पहुँची गले बर्तमान आम काटिया स्टार्ट करिया सांग मैंने अलरेडी यही पटू धान सेपट को शोची ये आंकई यहीपटर आम काटिया परिया काटिया स्टार्ट कले बर्तमान स्टार्ट करिया परिया एकाथर जिदी पाइल उठेगला तेणु आड़ू काटु छा अनेला इडू काटिया ना सियाड़ू नंबर काटिया ये नाटे काटिया अच्छा इडू सियाड़ू काटिया मैंने पूर्वर पश्चिम को धानटा सियाड़ू पड़ी काटिया आम स्टार्ट करवा देखा 8 गुंठ बिल आमको केते समय लगुच आज सर कि काली सर सांग मैंने अलरेडी यही पटू धान सेपट को शोची ये आंकई यहीपटर आम काटिया परिया काटिया स्टार्ट कले बर्तमान स्टार्ट करिया परिया एकाथर जिदी पाइल उठेगला तेणु आड़ू काटु छा अनेला इडू काटिया ना सियाड़ू नंबर काटिया ये नाटे काटिया अच्छा इडू सियाड़ू काटिया मैंने पूर्वर पश्चिम को धानटा सियाड़ू पड़ी काटिया आम स्टार्ट करवा देखा 8 गुंठ बिल आमको केते समय लगुच आज सर कि काली सर सांग मैंने बर्तमान समय 11:10 है आउ काटिवा स्टार्ट करूँ आम प्राय 7:30-8 बजे हाराहारी सिटू एपर्यंत 2 गुंठ 2.5 गुंठ काटि सारूँ बिलटा पूरा हूँ 8 गुंठ बिल देखा जाऊ 2 जन आज काटिया केतले काटिया तेणु बर्तमान मोर खाद्य आसी पहुँची गला परिया मुझे घर आणिक आसिले खाद्य एठू प्राय घर 3 किलोमीटर तेणु घर खाद्य आणिक आसिले कौन खाद्य आई आम देखा खाईदे तेणु सांग मैंने बर्तमान हाफ टाइम खाद्य देखी पार्टी खाद्य आसी आमर पहुँची गला खाद्य आसी पूरा 1 नंबर जिनस आई यहाँ हूँ देखिपुर आपण मैंने रुटी आउ पूरा साग भजा बाहर टी पकईदे तापर आम खाइबा स्टार्ट करवा केजाई रुटी आणिक आई पर 3-3 तुम 2टा खाओ तुम कौन खाइल पखाड़ पूरा प्रबल रुटी पर माई देती आ रुटी सांगे साग आलू भजा खाईदे हाँ मैंने जहाँ कहूँ बिल चाष समय कियारी हीर में बसी खाइबा तार चान मजा हूँ अलग प्रकार केते चढ़ई आसी बसिकी आम सब धान काटी दौचु जो झिंटिका सब बाहर चढ़ई मैंने सब आसी खाइबा आरंभ कले प्रबल बणी चढ़ई तेणु सांग मैंने
से पुराना कालर कथा कह तार सम्मान बहुत आसती मो शशुर बोली सम्मान बोली शब्द साଙ୍ଗମାନେ आजिकल समाज रे ବିଲରେ ବସି ଖାଇବା ଆଉ ଗୋଟେ ଚାର ଗୋଟେ ଅଲଗା ପ୍ରକାର ଥାଏ। ତେଣୁ ପରିବା ମୁଁ ତାଙ୍କର ଯାଇ ଘରେ ପଖାଳ ମାରି ଆଜ୍ଞା। ତେଣୁ ମୋ ପାଇଁ ପଖାଳଟା ଆଣିଥିଲେ ବଢ଼ିଆ ହେଇଥାନ୍ତା, କିନ୍ତୁ ସେ ମାଇଁ ରୁଟି କରିଦେଇଛନ୍ତି ଆଉ ବହୁତ ରୁଟି ଆଇଛି, ଚଳିବ କିଛି ନାହିଁ। କାର୍ତ୍ତିକ ମାସରେ ଓଉ ଖାଇଲେ ବୁଝିବ ଯାହା ଭଲ ଲାଗିବ ଆଉ ଅନ୍ୟ ମାସରେ ଖା ଆଉ କାର୍ତ୍ତିକ ମାସର ଅରୁଆ ଅଲଗା ମାସର ଅରୁଆ ଭିତରେ ଛାଡ଼ିବ। ଅନ୍ୟ ମାସରେ ଅରୁଆ ଖାଇବା ଈଶ୍ୱର ସୃଷ୍ଟି କରିଛି ସେ ଜିନିଷକୁ ଆମେ କରିନା ଈଶ୍ୱର କରିଛନ୍ତି। ହବିଷରେ ସେଇଥିପାଇଁ କୁହାଯାଏ ପରା ଯେଉଁ ଓଉ ପଡ଼ିଲେ ହବିଷରେ ଏଟା ଅମଳଦୋଷ କାଟେ। ଅରୁଆ ଯେଉଁ ଖିଆ ହୁଏ ପ୍ରବଳ, ତେଣୁ ଲାଷ୍ଟ ମିନିଟ୍ରେ ଓଉ ପଡ଼ିକି ଯେଉଁ ଡାଲମାଟା ହୁଏ ଏଟା ଶରୀରରୁ ଅମ୍ଳ ଦୋଷଟାକୁ କାଟେ। ଆଉ ଜିନିଷ ହେଉଛି ଆଜିକାଲି ଲୋକଙ୍କର ତ କିଛି ଈଶ୍ୱର କ'ଣ ସୃଷ୍ଟି କରିଛନ୍ତି ଏତେ ବୋକା? କାର୍ତ୍ତିକ ମାସରେ ଯିଏ ନ ବସିଛି ଜୀବନ ସାରା କେହି ବସିପାରିବନି ନା। ଏଇଟା ହେଉଛି ତେଣୁ ସାଙ୍ଗମାନେ ଖାଇଦେବା, ତାପରେ ରେଷ୍ଟ କଥା ହେବା। ଚାଷୀମାନଙ୍କ ପାଇଁ ରେଷ୍ଟ ଖାଦ୍ୟ ଖିଆ ସରିଗଲା। ଆପଣ ଦେଖିଲେ ରୁଟି ଆଉ ଆଳୁ କୋଶଳା ଶାଗ ଭଜା ଆସିଥିଲା, ଖାଇଦେଲି ମୁଁ ବିନା ପିଆଜ ରସୁଣରେ। ଆଉ ମୁଁ ଖାଇବା ଭିତରେ ପରିବା ମୁଁ ଯାଉ ଏତିକି କାଟିଦେଲେଣି। କାଟିବା ଦେଖିବା 8 ଗୁଣ୍ଠ ବିଲ କେତେ ବାଟ ଯାକେ ଆଜି ଯାଉଛି। ଏକାଥରେ ଆମେ ଚିନ୍ତା କରୁଛୁ 2ଟା-3ଟା ବେଳକୁ କାଟି କୁଟିକିରି ଯିବା ଆଉ ଆସିବାନି। ବହୁତ ଦୂର, ଏଇଠୁ ଘର 3 କିଲୋମିଟର ବାଟ, ତେଣୁ ଯିବା କାଟିବା ଷ୍ଟାର୍ଟ କରିବା। ସାଙ୍ଗମାନେ ବର୍ତ୍ତମାନ ଦେଖିପାରୁଛନ୍ତି ଆମେ ପୁରା ସେଠୁ ଏପର୍ଯ୍ୟନ୍ତ ଆରାରି 2-4 ଗୁଣ୍ଠ 4.5 ଗୁଣ୍ଠ ଭଳିଆ କାଟିଦେଲୁ। ବର୍ତ୍ତମାନ ଦିନ 2ଟା ବାଜିଲାଣି। ପଳେଇବା, ଆଜି ଫାଷ୍ଟ ଦିନ ବାଧିଲାଣି ବହୁତ, ତେଣୁ ଦେଖିବା କାଲିକି ଆଉ ଯେତିକି ରହିବ। ଆଉ 8 ଗୁଣ୍ଠ ଜମିରୁ ଆଉ ଏତିକି ଅଛି, ସେଠୁ ସେଇ ପର୍ଯ୍ୟନ୍ତ ଏତିକି ଅଛି। ଯାହା ହବ ହଁ ତା ବୁଝିଛି। ତେଣୁ ସାଙ୍ଗମାନେ ଦେଖିବା ଆଜିର ଧାନ କଟା ଏଇଠି ରହିଲା। ଆଜି ସାଙ୍ଗମାନେ ବିଲରେ ପଶିଲା ମେସିନ୍, ଧାନ କଟା ଆଜିଠାରୁ ଜମିଲା କଟା। ତେଣୁ ବିଲରେ ପଶିଗଲା ମେସିନ୍, ଏଗୁଡ଼ା ସବୁ ବାଟ ମଧ୍ୟ ହେଇଗଲା। କିଛି ଲୋକ କାଟି ଦେଉଛନ୍ତି ଚନ୍ଦା ତାଙ୍କ ଜମି। ପେଣ୍ଡିଂରେ ଯାଉ ଧାନ କଟା ମେସିନ୍ଟା ଆମ ଏରିଆରେ ନଥିଲା, ଗୋଟେ ହେଲା ଭାଇ ଟୋଟାଲ୍ କିଣା ହେଇକି ରହିଛି ନା ସେ ଯାହା ଆମ ଏରିଆରେ ନଥିଲା, ଗୋଟେ ଆମର ସାହସ ହେଇଗଲା। ଆମର ସାହସ, ଆମ ଏରିଆରେ ମେସିନ୍ ନଥିଲା ନା। ମାଲିକ କ'ଣ କିଏ ଥିଲେ? ମାଲିକ କେଉଁଠି ଆମ ଏରିଆରେ ଥିଲେ? ଆଉ ଏବେ ମାଲିକ ଠିଆ ହେଇଛନ୍ତି, ଦେଖୁଛନ୍ତି ଆଜି ଯାଉ ନୂଆ ମେସିନ୍ଟା ଆସିଲା। ଆପଣ ଦେଖନ୍ତୁ, ଭିଡ଼ିଓ ଚାଲିଛି ତ, କ'ଣ ଭିଡ଼ିଓ ଚାଲିଛି। ତେଣୁ ଭାଇ ଆମର ଏଇ ଗାଡ଼ିଟାକୁ ଏଇ ଧାନ କଟା ମେସିନ୍ଟା କିଣିଛନ୍ତି। ଆଉ ବର୍ତ୍ତମାନ ଦେଖିପାରୁଛନ୍ତି ଆପଣମାନେ। ତେଣୁ ଆଜି ଷ୍ଟାର୍ଟ ହେଲା ଧାନ କଟା। ତେଣୁ ବିଲରେ ପଶିଲା ମେସିନ୍ ଆଜି। ତେଣୁ ଆଚ୍ଛା ଧାନ କଟା ହେଲା, ଶିବ ଭାଇ ହେଉଛନ୍ତି ତାର ଓନର। ଛାଡ଼ିଦେବା ତେଣୁ ଆଉ ଏତିକି ସବୁ କଟା ହେଇଛି, ଧାନ ପ୍ରାୟ ହେଇନି। ହବ ଯାହା ଆମର ଗୋଟେ ସାହସ ମିଳିଲା, ଶିବ ଭାଇଙ୍କ ମେସିନ୍ ଆସିବାରୁ ଆମର ଗୋଟେ ସାହସ ମିଳିଲା। ତେଣୁ ଯାହା ହଉ, ମୁଁ ବି ଯାହା ହେଉଥିଲି ଏ ପାଖ କଟା ହେଇଗଲା। ଆଉ 50 ମିଟର ଦୂରରେ ଆମର ମୋର ବି 7-8 ଗୁଣ୍ଠ ଅଛି, ଏ ପଶିଯିବ ଆଉ ଯାହା। ହଁ ତେଣୁ ତାଙ୍କମାନେ ଦେଖିଲେ ଧାନ କଟା ବର୍ତ୍ତମାନ ମେସିନ୍ରେ ଷ୍ଟାର୍ଟ ହେଇଗଲା। ହେଲା ମେସିନ୍ରେ ଧାନ ଅମଳ। ବର୍ତ୍ତମାନ ଆସି ଧାନ ଅଲୋଡ଼ ହେଉଛି ଏ ଜାଗାରେ। ମେସିନ୍ରେ ହେଲା
ଧାନ ବାଲୁକେଶ୍ୱର ଧାନ ନନ୍ଦିକେଶ୍ୱର ଗାଡ଼ିରେ କାଇଁ ଆଇଲା? ମେସିନ୍ରେ ଧାନ ଅମଳ ହେଇକିରି ବର୍ତ୍ତମାନ ଆସି ଏଇଠି ଟ୍ରାକ୍ଟର ସାହାଯ୍ୟରେ ଅଲୋଡ଼ ହେଲା। ଏଇଟା ଖାଲି ସାର ସାର ହେଇଯାଇଛି, ପ୍ରବଳ ସାର, ପୂଜା ଧାନ ସାର ହେଇଯାଇଛି। ଆଉ ସାର୍ ଇଏ ଧାନଟାକୁ ତା ଦେହରେ ମିଶାନ୍ତୁନି, ଏଇଟା ବୋଧେ ଡିସ୍କ୍ୱାଲିଫାଇଡ୍ କରିଦେବେ, ବୁଝିଲେ ସାର୍? ଏ ଧାନଟାକୁ ଅଲଗା ରଖିଥାନ୍ତେ, ତା ଦେହରେ ମିଶେଇ ନଥାନ୍ତେ। ରାତିରେ କ'ଣ ଜଣାଯାଇଛି ଯେ ଆପଣ ଏବେ ତ ଅଲଗା କରିଦେବେ ହେଲା। ଥାଉ କାଲି ସକାଳୁ ଅଲଗା ହବ। ହଁ ସକାଳେ ଅଲଗା କରିବେ, ନହେଲେ ସାର ପୁରା ପ୍ରବଳ ସାର ହେଇଛି, এটা ডিসকোয়ালিফাইড କରିଦେବେ ମଣ୍ଡିରେ। ଅଲଗା ଢାଳିଥାନ୍ତି ଯଦି ହବ କାଲି ତାକୁ ଅଲଗା ଖେଳିବ, କାରଣ ସେ ଧାନଟା ଭଲ ଅଛି। ସେ ଧାନଟା ଭଲ ଅଛି ନା, ତଳେ ଢାଳିଲେ କ'ଣ ଅସୁବିଧା? ଦେଖିଲେ ଆହୁରି କେତେବେଳେ ସମସ୍ତେ ଘରେ ଶୋଇଥିବେ। ଦେଖିଲେ ସାଙ୍ଗମାନେ ଧାନ ଅଲୋଡ଼ ହେଇଗଲା, ମେସିନରେ କଟା ହେଇଗଲା। ସାଙ୍ଗମାନେ ଅଲରେଡ଼ି ମୁଁ ପହଞ୍ଚିଗଲି ଆସି ବାଲୁଙ୍ଗେଶ୍ୱର ମହାଦେବ, ଆପଣମାନେ ଦେଖିପାରୁଛନ୍ତି। ଆମର ପ୍ରତିଦିନ ରବିବାର ସନ୍ଧ୍ୟା 6ଟା ବେଳେ ବାଲୁଙ୍ଗେଶ୍ୱର ମହାଦେବ ମନ୍ଦିରରେ ଆମର ଗୋଟେ କୃଷକ ସଂଗଠନର ପ୍ରତି ଦୈନିକ ମିଟିଂ ଚାଲେ ଏବଂ ଆଜି ମଧ୍ୟ ସେଇ ମିଟିଂ ଚାଲିଛି। ସବୁ ଆମ ସାମନ୍ତରାପୁର ଗ୍ରାମ ପଞ୍ଚାୟତର ଯେଉଁ ମାନେ ଭାଇମାନେ ସବୁ ଚାଷୀ ଭାଇମାନେ ଅଛନ୍ତି, ସମସ୍ତେ ଏଠାରେ ଏକଜୁଟ ହୋଇଛନ୍ତି। ଏଠି ଗୋଟେ ସଂଗଠନ ତିଆରି ହେଉଛି ଯେ ଚାଷୀ କେମିତି ତା'ର ସରକାରଙ୍କଠାରୁ ଉପଯୁକ୍ତ ମୂଲ୍ୟ ପାଇବ, ଆଉ ମଣ୍ଡିରେ ଧାନ ଦେଇପାରିବ ଏବଂ ଚାଷୀର ଯେଉଁ ସୁବିଧା ସୁଯୋଗ ପାଇପାରିବ, ସେ ବିଷୟରେ ଆମର ଗୋଟେ ସଂଗଠନ ତିଆରି ହେଉଛି। ଏବଂ ଆଜି କିଛି ଭାଇମାନେ ମଧ୍ୟ ଉପସ୍ଥିତ ଅଛନ୍ତି ପଞ୍ଚାୟତରେ, ତେଣୁ ସଂଗଠନଟା ତିଆରି ହେଉଛି, ଆପଣମାନେ ଦେଖନ୍ତୁ। ତେଣୁ ଶେଷରେ ମୁଁ ଆପଣମାନଙ୍କୁ କହିବି ଏଠି ସଭାପତିତ୍ୱ କିଏ କରୁଛନ୍ତି, ରେଜୁଲ୍ୟୁସନ୍ ଲେଖା ହେଉଛି, ତେଣୁ ଆପଣମାନଙ୍କୁ ନିଶ୍ଚିନ୍ତ ଆପଣମାନେ ଦେଖିବେ। ତେଣୁ ଆପଣମାନେ ଯଦି ଏ ସଂଗଠନରେ ଯୋଗ ଦେବାକୁ ଚାହୁଁଛନ୍ତି, ସାମନ୍ତରାପୁରର ଯେଉଁ ଭାଇମାନେ ଭିଡ଼ିଓଟି ଦେଖୁଛନ୍ତି, ନିଶ୍ଚିନ୍ତ ବହୁଳ ଭାବରେ ଏଠି ସଂଗଠନରେ ଯୋଗ ଦିଅନ୍ତୁ ଆଉ ସଂଗଠନକୁ ମଜବୁତ କରନ୍ତୁ। ତେଣୁ ଯେଉଁ ଚାଷୀ ଭାଇ ଚାଷ କରୁଛନ୍ତି ବା ଚାଷ ବିଷୟରେ ଯାହାର ଅଭିଜ୍ଞତା ଅଛି, ସମସ୍ତେ ଏଠାରେ ଆସିପାରିବେ ଏବଂ ଏ ସଂଗଠନରେ ଯୋଗ ଦେଇପାରିବେ। ଏକତ୍ରିତ ହେଇ ସଂଗଠନଟା ବଢ଼େଇଲେ ଆମର ସରକାରଙ୍କ ପାଖରେ ଆମର ଦାବିଟା ଉପସ୍ଥାପନ କଲେ ଆମ ସଂଗଠନର ସମାଧାନ ହେଇପାରିବ। ବର୍ତ୍ତମାନ ଆମର ବାରିକବାବୁ ସଭାର ମାନେ ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟକୁ ମଧ୍ୟ ଉପସ୍ଥାପନ କଲେ। ଭୋଜିରେ ଆଗ ଭୋଜିରେ ଖାଇଥିଲେ ବୋଲି ଆଜି କୋଉ ପଇସା ପଡିବ? ନୂଆ ଯେଉଁମାନେ ଆସନ୍ତି ଆପଣ କୁହନ୍ତୁ, କହିଲେ ସିନା କଥା ଶୁଣିକି ନୂଆ କହିବେ ନା। ଜାଣିବି କେବେ ଆଉ ଜାଣିଲେ କହିବି ମାନେ ଆସିଲେ ମନା କରୁନି ହେଲେ ଜିନିଷ ପାଇପାରିବେ ବା ଚାଷ ପାଇଁ ଆଗେଇ ପାରିବେ। ହଉ, ଧନ୍ୟବାଦ। ବର୍ତ୍ତମାନ ଆମର ଭାଇ ଆପଣ ଟିକେ କହୁନାହାନ୍ତି। ଠିକ ଅଛି ଠିକ ଅଛି, ଆପଣ ଯେତେବେଳେ ଜାଣିଛନ୍ତି ଇଏ କୁଆଳିଆ, ତେଣୁ ଆପଣ ତାଙ୍କ କୁଆଳିଆ ଶୁଣିଛନ୍ତି, ତେଣୁ ଆପଣ ଟିକେ କୁହନ୍ତୁ। ହଁ ମଞ୍ଜା ଭାଇ କୁହ। ମଞ୍ଜା ଭାଇ କୁହ। ମତେ ଛାଡ଼ିଦେଲ। ଆପଣ କହିଲେ ବା ସେ କୁଆଳିଆ। ମୁଁ ତ ସବୁଦିନ ଶୁଣି ଶୁଣି ଆସୁଛି, ଆପଣ ସେଇଆ କୁହନ୍ତୁ। ଯାହା ଶୁଣିଛ ସେଇଆ କହୁନ। ସବୁ କ'ଣ ମନରେ ମିଳିଲା କହିଛି? କୁହନ୍ତୁ ବା କୁହନ୍ତୁ। ଉପସ୍ଥିତ ସଭାପତି ମହୋଦୟ ଏବଂ ଏଠାରେ ଉପସ୍ଥିତ ସମସ୍ତ ଚାଷୀ ଭାଇମାନେ, ଏଠି ଷଷ୍ଠ ଥର ବସିଥିବା ସଭାରେ ଯାହା ଆମର ଦେବାଶୀ ଭାଇ ଆମର ଯାହା କହିଲେ,
ଆଉ ସମସ୍ତେ ବି ଅଳ୍ପ ସବୁକିଛି ଜାଣି ସାରିଲାଣି। ମୁଁ ଅଧିକା କ'ଣ କହିବି, କେବଳ ଖାଲି ଏତିକିଟା ଆମର ପ୍ରଥମ ଅଭିମୁଖ୍ୟ ହେଲା କେମିତି ଆମେମାନେ ସଂଗଠନ ସୃଷ୍ଟି କରିବା। ଆମର ଯେଉଁ ଅଧିକାରଟା ଆମେ ପାଇପାରୁନୁ ସେ ଅଧିକାରଟା କେମିତି ଆମେ ସରକାର ଠାରୁ ଗ୍ରହଣ କରିବା। ତେଣୁକରି ଆମେମାନେ ଯଦି ଏକତ୍ରିତ ନ ହେବା ତାହେଲେ ସରକାର ପାଖରୁ ଆମର କିଛି ଆଭିମୁଖ୍ୟ ଆମେ ପାଇପାରିବା ନାହିଁ। ତେଣୁକରି ଆମର କେମିତି କମିଟି ଗଠନ ହେବ ସେ ଭାବରେ ଚିନ୍ତା କରନ୍ତୁ। ପ୍ରତି ଗାଁରେ ଗୋଟେ ବୁଥ୍ କମିଟି ଗଠନ ହେବ। ସମସ୍ତଙ୍କ ପାଖରେ ତ ପହଞ୍ଚି ପାରିବେନି, କମିଟି ଜରିଆରେ ସମସ୍ତଙ୍କ ପାଖରେ ପହଞ୍ଚିବେ। ପ୍ରତ୍ୟେକ ଗାଁର କମିଟି ଜରିଆରେ ପ୍ରତ୍ୟେକ ଗ୍ରାମର ଲୋକମାନେ ଉପକୃତ ହେବେ। ତାହେଲେ ସମସ୍ତେ ଜାଣିପାରିବେ, ସବୁ ଆମର ସବୁ ହଉ ଆଉ ବର୍ତ୍ତମାନ ଭାଇ ଆପଣ ଟିକେ କହୁନାହାନ୍ତି ନୂଆକିରି ଆସିଛନ୍ତି ଆଜି ଆପଣ କହିବେ ଆଉ ମୋ ତଣ୍ଟି ପଡ଼ିଯାଉଛି କହିଦେବି। ଆପଣ କୁହନ୍ତୁ, ଠିକ ଅଛି ଆପଣ ଟିକେ କୁହନ୍ତୁ। ସମ୍ମାନୀୟ ସଭାପତି, ଉପସ୍ଥିତ କୃଷକ ବନ୍ଧୁମାନେ, ଆଜିର ସମସ୍ୟାଟା ବହୁଳ, କିନ୍ତୁ ଆମେ ଏକତ୍ରିତ ହୋଇପାରୁନେ ବୋଲି ତା'ର ସମାଧାନ ହୋଇପାରୁନି। ମାନେ ଏକତ୍ରିତ ହେଲେ ଧାନ ବର୍ତ୍ତମାନ ଯେଉଁ ଅବସ୍ଥା ଅଛି ତାକୁ ସରକାର ନେବ, ନତୁବା ଆମକୁ ତାର ନ୍ୟାୟ ଦାବି ଦେବ। କିନ୍ତୁ ମୋ କହିବା କଥା, ତୁରନ୍ତ ଆମେ ରେଜିଷ୍ଟ୍ରେସନ୍ କରି ଏକତ୍ରିତ ହୋଇ ଆବଶ୍ୟକ ପଡ଼ିଲେ କଲେକ୍ଟର ହେଉ, ବିଡ଼ିଓ ହେଉ, ଯେକୌଣସି ଘେରାଉ କରିବାକୁ ଘେରାଉ କଲେ ଆମେ ନ୍ୟାୟ ଦାବି ପାଇବା, ନହେଲେ ଆମ କଥା କେହି ଶୁଣିବେନି। ମୁଁ ଏତିକି କହି ବିଷୟରେ କହୁଛି। ଯାଉ ଭାଇ ବହୁତ ମୂଲ୍ୟବାନ କଥା କହିଲେ। ସେ କଥା ଭିତରେ କଥା ଛଳରେ ଆଉ ଗୋଟେ ବିରାଟ ବଡ଼ ପ୍ରଶ୍ନ ବି ମଧ୍ୟ ବୈଠକରେ ରଖିଦେଲେ ଯେ ଆମେ ଏକତ୍ରିତ ହେଲେ ଏକତ୍ରିତ ଆମେ ହେଇଛେ, କେବଳ ଆମର ମନୋବୃତ୍ତିର ସାନ୍ଦ୍ରତା ଟିକେ ବଢ଼ିଯାଇଥିବାରୁ ଆମେ ଗୋଟେ ଜାଗାରେ ବସିପାରୁନେ। କିନ୍ତୁ ସମସ୍ୟା ସମସ୍ତଙ୍କ ପାଖରେ ଅଛି, ସମସ୍ତେ କଷ୍ଟରେ ଅଛନ୍ତି। କିନ୍ତୁ ଇଏ କୌଣସି ରାଜନୀତି ବା କୌଣସି ଦଳଗତ ନୁହେଁ, ଇଏ ଗୋଟେ ପେଟ ପାଟଣା ବା ଜୀବିକାର ଗୋଟିଏ ବୈଠକ। ତେଣୁ ଯେଉଁ ବୈଠକ ଦ୍ୱାରା ସରକାର ଉପକୃତ ହେଉଛନ୍ତି, ସରକାରଙ୍କ ପାଖରେ ସେଇ ବୈଠକରେ ବସୁଥିବା ଲୋକମାନଙ୍କର ଦାରିଦ୍ରତା ଏବଂ ଶ୍ରମ ଏବଂ ତାର ଉତ୍ପାଦିତ ଫସଲକୁ କେମିତି ସୁରୁଖୁରୁରେ ବାଣ୍ଟିବ, ଏଇଟା ହେଉଛି ଆପଣଙ୍କର ଆଭିମୁଖ୍ୟ। ବହୁତ ବହୁତ ଧନ୍ୟବାଦ ବୈଠକ କରିଛି। କ୍ରମେ ଶ୍ରୀ ଦେବାଶିଷ ତ୍ରିପାଠୀ ବୈଠକରେ ଆଜିର ବିଷୟବସ୍ତୁ ସଂକ୍ଷିପ୍ତ ଭାବେ ଆଲୋଚନା କରିଥିଲେ ଏବଂ ପୂର୍ବ ବୈଠକର ବିବରଣୀ ପାଠ କରିଥିଲେ ଶ୍ରୀ ଉମେଶ ଚନ୍ଦ୍ର ବାରିକ। ଏହି ବୈଠକରେ ନିମ୍ନ ସ୍ୱାକ୍ଷରକାରୀମାନେ ଉପସ୍ଥିତ ହୋଇ ଆଜିର କୃଷକମାନଙ୍କ ସମସ୍ୟା, ଆଜ୍ଞା ଟିକେ ଶୁଣନ୍ତୁ, କୃଷକମାନଙ୍କ ସମସ୍ୟା ଓ ଜମି ଜଳ ଫସଲ ବିଷୟରେ ନିଜ ନିଜ ମତାମତ ରଖିଥିଲେ। ଏହି ବୈଠକର ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ବୈଠକର ସଭାପତି ବୈଠକରେ ଉପସ୍ଥାପନ କରି ତାଙ୍କର ବକ୍ତବ୍ୟରେ କହିଲେ ଯେ ଆଜିର ବୈଠକରେ ଉପସ୍ଥିତ କୃଷକ ଭାଇମାନଙ୍କ ମଧ୍ୟରେ ସ୍ଥାୟୀ ସଭ୍ୟ 10 ଜଣ ପ୍ରଥମେ ଚୟନ କରାଯାଉ। ବର୍ତ୍ତମାନ ପର୍ଯ୍ୟନ୍ତ ସଭା ହେଉଛି ଏତିକି ପର୍ଯ୍ୟନ୍ତ। ହଉ 11 କରିଦେଉଛି, କ'ଣ ଶୂନଟାକୁ ଇଏ କରିବେ। କୁମାର ନାୟକ, 2 ଜ୍ୟୋତିରଞ୍ଜନ ନାୟକ ମନୋନୟନ କଲେ ଦେବାଶିଷ ତ୍ରିପାଠୀ, ତାଙ୍କୁ ସମର୍ଥନ କଲେ ଗୋକୁଳ ଚରଣ ନାଥ। ବିଜୟ କୁମାର ଦାସ ମନୋନୟନ କଲେ ସଭ୍ୟ ଭାବରେ ରାଜକିଶୋର ସାହୁ, ସମର୍ଥନ କଲେ ଅଭିରାମ ସେନ। 4 ନମ୍ବର ହେଲା ସୁକଦେବ ସେଠୀ ମନୋନୟନ କଲେ ଅଟଳ ବିହାରୀ ନାୟକଙ୍କୁ, ସଭ୍ୟ ଭାବରେ ସମର୍ଥନ ଦେଲେ ସୁଧୀର କୁମାର ଲେଙ୍କା। 5 ନମ୍ବର ବାବାଜୀ ଚରଣ ସ୍ୱାଇଁ ମନୋନୟନ କଲେ ସଭ୍ୟ ଭାବରେ ମଳୟ କୁମାର ସ୍ୱାଇଁ, ସମର୍ଥନ କଲେ ଆକୁଳି ଚରଣ ସାହୁ।
ଛଅରେ ଜଟାଧାରୀ ଦାସ ମନୋନୟନ କଲେ ସଭ୍ୟ ଭାବରେ ରବୀନ୍ଦ୍ର ଦାସଙ୍କୁ ସମର୍ଥନ ଦେଲେ ଲଲାଟ କୁମାର ଦାସ। ସାତରେ ହେଲା ଦର୍ପନାରାୟଣ ମହାନ୍ତି ମନୋନୟନ କଲେ ସଭ୍ୟ ଭାବରେ ଉମେଶ ଚନ୍ଦ୍ର ବାରିକଙ୍କୁ ସମର୍ଥନ ଦେଲେ ଅଭିନା କୁମାର ସାହୁ। ହଁ ହଉ। 8ରେ ପ୍ରଭୁଜିତ ସେଠୀ ମନୋନୟନ କଲେ ତୋଫାନ କୁମାର ସାହୁଙ୍କୁ ସଭ୍ୟ ଭାବରେ ସମର୍ଥନ କଲେ ପରୀକ୍ଷିତ ସାହୁ। ଗିରିଧାରୀ ବିଶ୍ୱାଳ ମନୋନୟନ କଲେ ପରୀକ୍ଷିତ ସାହୁଙ୍କୁ ସଭ୍ୟ ଭାବରେ ସମର୍ଥନ କଲେ ରାଜକିଶୋର ସାହୁ। 10 ନମ୍ବର ଅଭିନ୍ନ ସାହୁ ମନୋନୟନ କଲେ ସଭ୍ୟ ଭାବରେ ଭଞ୍ଜ କିଶୋର ପରିଡ଼ାଙ୍କୁ ତାକୁ ସମର୍ଥନ କଲେ ବୈକୁଣ୍ଠ ଚରଣ ନାୟକ। 11 ହେଉଛି କାମଦେବ ସାହୁ ମନୋନୟନ କଲେ ଜ୍ୟୋତିରଞ୍ଜନ ନାୟକଙ୍କୁ ସଭ୍ୟ ଭାବରେ ତାକୁ ସମର୍ଥନ କଲେ ନରୋତ୍ତମ ମଲ୍ଲିକ। ଏଥିରେ ଆପଣମାନଙ୍କର କାହାର କୌଣସି ଇଏ ରହିଲା କି? ଶୁଣନ୍ତୁ, ଏଇଟା ହେଉଛି ମୂଳ, ବୁଝିଲେ କି ଆଜ୍ଞା? ଏଇଟା ହେଉଛି, ତେଣୁ ଏଇ ମେମ୍ବର ଭିତରେ ଯାହାର ଯାହା କହିବାର ଅଛି ବା ଯେ କାହାର କିଏ ବିରୋଧାଚରଣ କରୁଛି, କିଏ କାହାକୁ ମାନେ କହିବେ ଯେ ସାରେ ତାଙ୍କ ମନକୁ ଲେଖିଦେଲେ, ଏଭଳି ଯଦି କାହାର ବ୍ୟକ୍ତିଗତ ମତାମତ ଥାଏ ସମ୍ୟକ ଭାବରେ କୁହନ୍ତୁ, କାରଣ ସଭା ବର୍ତ୍ତମାନ ଆପଣଙ୍କ ସମ୍ମୁଖରେ ଉପସ୍ଥିତ ଅଛି। ମୁଁ ଆଶା କରୁଛି ଆପଣମାନେ ସମସ୍ତେ ଏକମତ। ଯଦି ଏକମତ କିଏ ନାହଁ ତାହେଲେ ନିଜର ବକ୍ତବ୍ୟ ରଖନ୍ତୁ। ସାଙ୍ଗମାନେ ଦେଖିଲେ ଆମର କୃଷକ ସଂଗଠନର ଯେଉଁ ମିଟିଂ ଚାଲିଥିଲା, ଆଜି ଥିଲା 6ଠ ମିଟିଂ ରବିବାର, ତାର ଶେଷ ହୋଇଯାଇଛି ଏବଂ ଆମର ଯାହା ସଦସ୍ୟ ଯେତିକି ରହିବା କଥା ସେତିକି ସଦସ୍ୟ ମଧ୍ୟ ସିଲେକ୍ସନ୍ ହୋଇଗଲେ ଏବଂ ଆପରେ ରେଜିଷ୍ଟ୍ରେସନ୍ କାର୍ଯ୍ୟକ୍ରମ ଚାଲିବ ସାମନ୍ତରାପୁର ପଞ୍ଚାୟତର। ତେଣୁ ଭିଡ଼ିଓଟି ଯେଉଁମାନେ ଦେଖୁଛନ୍ତି ସେମାନେ ମଧ୍ୟ ଆସିକି ଏଥିରେ ଯୋଗ ଦେଇପାରିବେ, ସଦସ୍ୟ ମଧ୍ୟ ହୋଇପାରିବେ। ପଞ୍ଚାୟତରେ ଯେଉଁ କୃଷକ ଭାଇମାନେ ଭିଡ଼ିଓଟି ପହଞ୍ଚୁଛି। ତେଣୁ ସାଙ୍ଗମାନେ ଆଜିର ବ୍ଲଗ୍କୁ ମୁଁ ଏଇଠି ରଖୁଛି। ପୁଣି ଦେଖା ହେବ ଆଗାମୀ ବ୍ଲଗ୍ରେ। ତେଣୁ ବ୍ଲଗ୍ଟି ଯଦି ଭଲ ଲାଗିଲା ନିଶ୍ଚିତ କମେଣ୍ଟ କରିବେ, ସେୟାର କରିବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ। ଧନ୍ୟବାଦ। ମାନସ ଆମର ହାଇ କରିସାରିଲାଣି, ତେଣୁ ଧନ୍ୟବାଦ।